ଶୁଭ ସକାଳ ପିଲାମାନେ। ତୁମେମାନେ କେମିତି ଅଛ? ଭଲ ଅଛ ନା? ହଁ, ମୁଁ ମଧ୍ୟ ବହୁତ ଭଲ ଅଛି। ମନ ଦେଇ ପାଠ ପଢୁଛଟି? ହଁ, ମନ ଦେଇ ପାଠ ପଢୁଥିବ। ପିଲାମାନେ, ଆଜି ଆମେ ଭାରତର ଜଳବାୟୁ ପରିବର୍ତ୍ତନ ବିଷୟରେ ପଢିବା। ଗତ ପିରିୟଡରେ ଦିଦି ଓ ସାର୍ ତୁମକୁ ଜଳବାୟୁ ଜନଜୀବନ ଓ ବିଭିନ୍ନ ବିପର୍ଯ୍ୟୟ ସମ୍ବନ୍ଧରେ ପଢାଇଥିଲେ। ଆଶା କରୁଛି ତୁମେମାନେ ଠିକ୍ ସେ ବୁଝିଥିବ ଓ ପାଠଟିକୁ ମନେ ରଖିଥିବ। ଏବେ ଆସ ମନେ ରଖିଥିବା ଏବେ ଆସ ପୁରୁଣା ପାଠଟିକୁ ଟିକେ ମନ ପକାଇବା। ପିଲାମାନେ, ପ୍ରଥମ ପ୍ରଶ୍ନଟିକୁ ଦେଖ। ଭାରତର ଋତୁ ଓ କୃଷି କାର୍ଯ୍ୟକଳାପ ଭିତ୍ତିକ କେତେକ ପର୍ବପର୍ବାଣୀ ଗୁଡ଼ିକ କଣ? ଚିତ୍ରଟିରେ ଦେଖୁଛ? ଠିକ୍ ଉତ୍ତର। ଭାରତର ଋତୁ ଓ କୃଷି କାର୍ଯ୍ୟକଳାପ ଭିତ୍ତିକ ପର୍ବପର୍ବାଣୀ ହେଉଛି ବିହୁ, ପୋଙ୍ଗଲ, ବୈଶାଖୀ, ଛଟ୍ ପୂଜା ଇତ୍ୟାଦି। ଅତି ଉତ୍ତମ ପିଲାମାନେ। ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେଲ ଦେଖି। ବାତ୍ୟା, ବନ୍ୟା ପ୍ରଭୃତି ବିପର୍ଯ୍ୟୟ ସମ୍ପର୍କିତ ଖବର ତୁମେ କେଉଁଠାରୁ ଜାଣିବାକୁ ପାଇଥାଅ? ଠିକ୍ ଉତ୍ତର ପିଲାମାନେ। ଖବରକାଗଜ, ଇଣ୍ଟରନେଟ, ଟେଲିଭିଜନ। ଏବେ ତୃତୀୟ ପ୍ରଶ୍ନର ଉତ୍ତର ଦେଲ ଦେଖି। ହିମ ବିସ୍ଫୋଟ କାହାକୁ କୁହାଯାଏ? ବରଫ ଅତି ଶୀଘ୍ର ତରଳିଲେ ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧି ପାଏ, ଫଳରେ ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ। ଏହାକୁ ହିମ ବିସ୍ଫୋଟ କୁହାଯାଏ। ପିଲାମାନେ ଟିକେ ଚିନ୍ତା କର ଦେଖି, ଏ ହିମ ବିସ୍ଫୋଟ କାହିଁକି ହେଉଛି? ହଁ, ଜଳବାୟୁରେ ବିଭିନ୍ନ ପରିବର୍ତ୍ତନ ହେଉଛି। ଆସ ଏଇ ଭିଡିଓଟିକୁ ଦେଖିବା। କଣ ଏଇ ଭିଡିଓରେ ଦେଖୁଛ? ଭୂମି ଗୁଡ଼ିକ ବର୍ଷା ଅଭାବରୁ ଟାଙ୍ଗରା ହୋଇଯାଇଛି। ଅଦିନିଆ ଅସ୍ୱାଭାବିକ ଭାବେ ପବନ ବହୁଛି। ଜଙ୍ଗଲରେ ବୃକ୍ଷ ଗୁଡ଼ିକ ଥୁଣ୍ଟା ହୋଇଯାଇଛି ଓ ଅଧିକାଂଶ ଭାଙ୍ଗି ଯାଇଛି। ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ କଣ ହେଉଛି? ବନ୍ୟା ହେଇ ଗଛ ଗୁଡ଼ିକ ଭାଙ୍ଗି ଯାଉଛି। ଅତି ବହୁ ଜୋରେ ପବନ ବହୁଛି ଓ ଏହାର ବାତ୍ୟାର ରୂପ ନେଇ ମନୁଷ୍ୟର ଜୀବନ ଯାପନକୁ ପ୍ରଭାବିତ କରୁଛି। ଆଚ୍ଛା ପିଲାମାନେ, ଏହି ଚିତ୍ରରୁ ଆମେ କଣ ଦେଖୁଛେ? ଆମ ଜଳବାୟୁର ବିଭିନ୍ନ ପରିବର୍ତ୍ତନ ଦେଖୁଛେ। ତେଣୁ ଆମେ ଏଥିରୁ କଣ ଜାଣିଲେ? ଜଳବାୟୁରେ ଉଲ୍ଲେଖନୀୟ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ତୁମେମାନେ ଜାଣିଛ କି ପିଲାମାନେ? ଏହି ଜଳବାୟୁ ପରିବର୍ତ୍ତନ ବ୍ୟାପକ ଓ ଆଞ୍ଚଳିକ ଭିତ୍ତିରେ ହୋଇଥାଏ। ନିୟୁତ ବର୍ଷ ପୂର୍ବେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ହେଉଥିଲା। ସେଗୁଡ଼ିକ କଣ ଜାଣିଛ କି? ତାପମାତ୍ରା, ବର୍ଷଣ ଓ ବିଭିନ୍ନ ପାଗଜନିତ ଘଟଣାବଳୀ, ଯେପରି ବର୍ଷା ହେବା, ଖୁବ୍ ଜୋରେ ପବନ ବହିବା, ବଜ୍ରପାତ ହେବା ଓ ତୁଷାରପାତ ହେବା। କିନ୍ତୁ ପିଲାମାନେ, ତୁମେମାନେ ଜାଣିଛ କି ଊନବିଂଶ ଶତାବ୍ଦୀ ଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଛି। ଊନବିଂଶ ଶତାବ୍ଦୀ କଣ? 1800 ମସିହା ଠାରୁ। ମାନବୀୟ କାର୍ଯ୍ୟକଳାପ ଗୁଡ଼ିକ କଣ କଣ ହେଇଥିବ ତୁମେ ଚିନ୍ତା କରି କୁହ ତ? ମନୁଷ୍ୟ ନିଜର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ କାର୍ଯ୍ୟ କରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଛି। ସେଇ କାର୍ଯ୍ୟଗୁଡ଼ିକ କଣ କଣ ଟିକେ ଚିନ୍ତା କଲ ଦେଖି। ହଁ, ତୁମେ ଠିକ୍ ଚିନ୍ତା କରିଛ। ଜୀବାଶ୍ମ ଇନ୍ଧନର ଦହନ, ପେଟ୍ରୋଲିୟମ ଓ କୋଇଲାର ଦହନ। ଦ୍ୱିତୀୟ କାରଣ କଣ ହେଇଥିବ ଟିକେ ଚିନ୍ତା କଲ ଦେଖି। ଠିକ୍ ଚିନ୍ତା କରିଛ। ଅତ୍ୟଧିକ ଉତ୍ପାଦନ। ମନୁଷ୍ୟ ନିଜର ଆବଶ୍ୟକତା ଠାରୁ ଅତ୍ୟଧିକ ଉତ୍ପାଦନ କରି ଏଥିପାଇଁ ମଧ୍ୟ ଜଳବାୟୁରେ ପରିବର୍ତ୍ତନ ହେଉଛି। ତୃତୀୟ କାରଣ ବନ୍ୟକ୍ଷୟ।
ଚତୁର୍ଥ କାରଣ କ୍ଷତିକାରକ ଶିଳ୍ପୀକରଣ। ପିଲାମାନେ ଏହି ଚିତ୍ର ଟିକେ ଲକ୍ଷ୍ୟ କର। ଅତ୍ୟଧିକ ପରିମାଣରେ ଶିଳ୍ପୀକରଣ ଯୋଗୁଁ ଉଦ୍ଭିଦ, ପ୍ରାଣୀ ଓ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଏହାଦ୍ୱାରା କାରଖାନାରୁ ନିର୍ଗତ ହେଉଥିବା କ୍ଷତିକାରକ ପଦାର୍ଥ ଓ ଦୂଷିତ ଜଳ ସିଧାସଳଖ ଭାବେ ବାୟୁମଣ୍ଡଳ ଓ ଜଳସ୍ତରରେ ମିଶୁଛି, ଯାହାଦ୍ୱାରା ପ୍ରାଣୀ ଓ ଉଦ୍ଭିଦ କ୍ଷୟକ୍ଷତି ହେଉଛନ୍ତି। ଏବେ ଜାଣିବା ଜୀବାଶ୍ମ ଇନ୍ଧନ ବା ଫସିଲ ଫୁଏଲ କ'ଣ? ପିଲାମାନେ ତୁମେ ତଳେ ଦିଆଯାଇଥିବା ଚିତ୍ର ଦ୍ୱାରା ନିଶ୍ଚିନ୍ତ ଅନୁମାନ କରି ଜାଣିପାରୁଥିବ। ହଁ, ତୁମେ ଠିକ ଅନୁମାନ କରିଛ। ନିୟୁତ ବର୍ଷ ପୂର୍ବେ ସମୁଦ୍ର ଓ ଶିଳାସ୍ତର ତଳେ ମରିପୋତି ହୋଇଥିବା ପ୍ରାଣୀ ଓ ଉଦ୍ଭିଦଙ୍କ ଧ୍ୱଂସ ଅବଶେଷରୁ କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଆଦି ଶକ୍ତି ପ୍ରଦାନକାରୀ ଉତ୍ସକୁ ଜୀବାଶ୍ମ ଇନ୍ଧନ କୁହାଯାଏ। ତୁମେମାନେ ଜାଣିଛ କି ପିଲାମାନେ, ଜୀବାଶ୍ମ ଇନ୍ଧନର ବ୍ୟବହାର ଜଳବାୟୁକୁ କାହିଁକି ପ୍ରଭାବିତ କରେ? ଏଇ ଚିତ୍ରଟିକୁ ଟିକେ ଲକ୍ଷ୍ୟ କଲେ ଦେଖି। ଚିତ୍ରରେ କ'ଣ ଦେଖୁଛ ତୁମେମାନେ? ପୃଥିବୀର ପ୍ରାକୃତିକ ଅଙ୍ଗାରକ ଚକ୍ରରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍ ଧୀରେ ଧୀରେ ବାୟୁମଣ୍ଡଳକୁ ଆସିଥାନ୍ତି ଓ ସୂର୍ଯ୍ୟଙ୍କ ତାପକୁ ଧରି ରଖିଥାନ୍ତି। ଚିତ୍ରରେ ଦେଖୁଥିଲା ଭଳି ଦେଖ, ଦିନବେଳା ସୂର୍ଯ୍ୟଙ୍କ ଠାରୁ ପୃଥିବୀ ସିଧାସଳଖ ଓ ତୀର୍ଯ୍ୟକ ଆଲୋକ ଶକ୍ତି ପାଇଥାଏ ଓ ତାପ ଶକ୍ତି ମଧ୍ୟ ପାଇଥାଏ। କିନ୍ତୁ ଠିକ ରାତ୍ରି ସମୟରେ ଏହି ତାପ ଗୁଡ଼ିକ ପୃଥିବୀ ବିକିରଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ପରିତ୍ୟାଗ କରିଦେଇଥାଏ। କିନ୍ତୁ ଯଦି ଏହି ସମସ୍ତ ତାପମାତ୍ରାକୁ ପୃଥିବୀ ବାୟୁମଣ୍ଡଳକୁ ତ୍ୟାଗ କରିଦେବ, ତାହେଲେ ପୃଥିବୀ ଏକ ବରଫାବୃତ ବା ହିମମଣ୍ଡଳରେ ପରିଣତ ହୋଇଥାନ୍ତା। କିନ୍ତୁ ଏହି ବାୟୁମଣ୍ଡଳରେ ଉପସ୍ଥିତ ସବୁଜ ଗୃହ ଗ୍ୟାସ୍ ଗୁଡ଼ିକ ଯଥା CH4, ମିଥେନ୍, କାର୍ବନ ଡାଇଅକ୍ସାଇଡ୍, ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଅନ୍ୟାନ୍ୟ ଗ୍ୟାସ୍ ଯଥା ସଲଫର ଡାଇଅକ୍ସାଇଡ୍ SO2, ନାଇଟ୍ରସ୍ ଅକ୍ସାଇଡ୍ NO2 ଓ CFC କ୍ଲୋରୋଫ୍ଲୋର କାର୍ବନ ଇତ୍ୟାଦି ଗ୍ୟାସ୍ ଗୁଡ଼ିକ ଏହି ପୃଥିବୀ ବିକିରଣ କରୁଥିବା ତାପମାତ୍ରାକୁ ଧରି ରଖିଥାନ୍ତି, ଯାହାଦ୍ୱାରା ପୃଥିବୀ ଯଥେଷ୍ଟ ଉଷ୍ମ ରହିଥାଏ ଓ ହିମମଣ୍ଡଳରେ ପରିଣତ ହୋଇନଥାଏ। ଏହାଦ୍ୱାରା ସନ୍ତୁଳିତ ତାପମାତ୍ରାରେ ଜୀବଜନ୍ତୁ ଓ ଉଦ୍ଭିଦ ଜଗତ ତିଷ୍ଠି ରହିଥାନ୍ତି। ଏହି ସବୁଜ ଗୃହ ପ୍ରଭାବ ପୃଥିବୀକୁ ଯଥେଷ୍ଟ ଉଷ୍ମ ରଖିବା ଦ୍ୱାରା ଜୀବଜଗତ ତିଷ୍ଠି ରହେ। ପିଲାମାନେ ଏହି ଚିତ୍ରଟିକୁ ଲକ୍ଷ୍ୟ କର। କ'ଣ କ'ଣ ଦେଖୁଛ? ହଁ, ଦେଖୁଛ, ଅତ୍ୟଧିକ ଶିଳ୍ପୀକରଣ ଯୋଗୁଁ ବାୟୁମଣ୍ଡଳକୁ ସିଧାସଳଖ ଭାବେ ପ୍ରଦୂଷିତ ବାୟୁ ମିଶୁଛି। ସହରୀକରଣ ଯୋଗୁଁ ଜଙ୍ଗଲ ବା ବନ୍ୟ କ୍ଷୟ ହେଉଛି। ଏହାଦ୍ୱାରା କ'ଣ ହେଉଛି? ପୃଥିବୀର ତାପମାତ୍ରା ଦିନକୁ ଦିନ ଦ୍ରୁତ ଗତି ଭାବେ ବୃଦ୍ଧି ଚାଲିଛି। ହଠାତ୍ ବନ୍ୟକ୍ଷୟ ବା ବନାଗ୍ନି ଦ୍ୱାରା ସାରା ଜଙ୍ଗଲରେ ଥିବା ବାସ କରୁଥିବା ଜୀବଜନ୍ତୁମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ମେରୁ ଅଞ୍ଚଳରେ ଥିବା ବରଫାପୂର୍ଣ୍ଣ ଅଞ୍ଚଳ ଧୀରେ ଧୀରେ ତରଳି ଜଳସ୍ତରର ପରିମାଣ ବୃଦ୍ଧି ପାଉଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ବସବାସ କରୁଥିବା ଜୀବଜନ୍ତୁମାନେ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହି ଯୋଗୁଁ ବିଶ୍ୱର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ବିଶ୍ୱତାପନ ବୋଲି କୁହାଯାଏ ବା ଗ୍ଲୋବାଲ ୱାର୍ମିଂ କୁହାଯାଏ। ବିଗତ କିଛି ଶତାବ୍ଦୀ ଧରି ମାନବୀୟ କାର୍ଯ୍ୟକଳାପ ଯଥା ଶିଳ୍ପ, ପରିବହନ ଓ କୃଷି କ୍ଷେତ୍ରରୁ ବହୁଳ ପରିମାଣରେ ସବୁଜ ଗୃହ ଗ୍ୟାସ୍ ବୃଦ୍ଧି ପାଇଁ ବିଶ୍ୱ ତାପମାତ୍ରାକୁ ବୃଦ୍ଧି କରାଉଛି। ଯେପରି ତୁମେ ଚିତ୍ରରେ ଦେଖୁଥିବ,
ବୃକ୍ଷ ଗୁଡ଼ିକ କଟା ଯାଉଛି, ଶିଳ୍ପୀକରଣ ହେଉଛି। ଶିଳ୍ପୀକରଣରୁ ନିର୍ଗତ ଦୂଷିତ ଗ୍ୟାସ୍ ଯଥା କାର୍ବନ ଡାଇଅକ୍ସାଇଡ ସିଧାସଳଖ ଭାବେ ବାୟୁମଣ୍ଡଳରେ ମିଶୁଛି। ଏହା ଦ୍ୱାରା କଣ ହେଉଛି? ପୃଥିବୀର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି ଓ ପୃଥିବୀରେ ବିଶ୍ୱତାପନ ବୃଦ୍ଧି ହେଉଛି। ପିଲାମାନେ ଟିକେ ଚିନ୍ତା କର ଦେଖି, ସେତେବେଳେ ତୁମେମାନେ ଶୁଣିଥିବ ଆମ ଜେଜେ ବା ଅଜା ମାନେ କହୁଥିବେ ଆଗ ପରି ଏତେ ବର୍ଷା ହେଉନାହିଁ। ଅଂଶୁଘାତ ବୋଲି କଣ ସେମାନେ ଜାଣୁନଥିଲେ, କିନ୍ତୁ କାହିଁକି? କିପରି ଜଳବାୟୁ ଧାରା ସହିତ ନିଜକୁ ଖାପ ଖୁଆଇକି ଚଳେଇ ଆସୁଥିଲେ। କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବଜନ୍ତୁ ଓ ମାନବ ସମାଜରେ ବିଘଟନ ଦେଖାଯାଉଛି। ଏଥିପାଇଁ ହଜାର ହଜାର ବର୍ଷ ଧରି ଜଳବାୟୁ ସହ ନିଜକୁ ଖାପ ଖୁଆଇ ଚଳି ଆସୁଥିବା ଜୀବଜନ୍ତୁ ଓ ମାନବ ସମାଜରେ ବିଘଟନ ଦେଖାଉଛି। ତୁମେମାନେ ଏହି ଚିତ୍ରରେ ଦେଖୁଥିବ କେତେ ଗୁଡ଼ିକ ବିଲୁପ୍ତ ଓ ବିଲୁପ୍ତ ପ୍ରାୟ ପ୍ରାଣୀମାନେ, ଯଥା ଦେଖ ଡାଇନୋସର, ଉଲି ମାମୁଥ, ସାବରଟୁଥ କ୍ୟାଟ୍ ଓ ପକ୍ଷୀମାନଙ୍କ ମଧ୍ୟରେ ପ୍ୟାସେଞ୍ଜର ପିଜନ, ଡୋଡୋ ଓ ଅନ୍ୟାନ୍ୟ ଜନ୍ତୁ ଯଥା ଗୋଲ୍ଡେନ ଟୋଡ୍, ଗ୍ରାଉଣ୍ଡ ସ୍ଲଥ, ଏହିପରି କେତେକ ଜୀବଜନ୍ତୁ ଗୁଡ଼ିକ ଲୋପ ପାଇଗଲେଣି। ବର୍ତ୍ତମାନ ପିଲାମାନେ 2025 ମସିହାରେ ଆମ ଦେଶର ଭାରତର ହାରାହାରି ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ 1 ଡିଗ୍ରୀରୁ 3 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ତୁମେମାନେ ଏହି ଗରମ ଦିନକୁ ନିଶ୍ଚୟ ଅନୁଭବ କରିଥିବ। ବିଭିନ୍ନ ସହରରେ ସାଧାରଣ ତାପମାତ୍ରା ଠାରୁ 1 ଡିଗ୍ରୀରୁ 3 ଡିଗ୍ରୀ ବୃଦ୍ଧି ପାଇଛି। ଏହି ବର୍ଷର ଶୀତ ଦିନର ଅବଧି କମ ହୋଇଥିବା ଯୋଗୁଁ କୃଷି ଉତ୍ପାଦନ ବ୍ୟତୀତ ବିଭିନ୍ନ କ୍ଷୁଦ୍ର ଶିଳ୍ପକୁ ପ୍ରଭାବିତ କରିଥିଲା। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଖରାଦିନେ ଅଧିକ ତାପମାତ୍ରା ବୃଦ୍ଧି ପାଇଥିଲା, ଯାହାଦ୍ୱାରା ଶୀତ ଦିନରେ ହେଉଥିବା କୃଷି, ବିଭିନ୍ନ ପନିପରିବା ଓ ଫଳ ଚାଷରେ ବିଘଟନ ଦେଖାଯାଇଥିଲା। ଏହା ମଧ୍ୟ କ୍ଷୁଦ୍ର ଶିଳ୍ପକୁ ମଧ୍ୟ ପ୍ରଭାବିତ କରିଥିଲା। ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ସୃଷ୍ଟିର କାରଣ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ଦ୍ୱାରା ହିଁ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିପାରିବା। ଏଥିରୁ ତୁମେ ଟିକେ ଚିନ୍ତା କଲ ଓ କୁହ, ଅଂଶୁଘାତ ପରି ଗ୍ରୀଷ୍ମ ଦିନରେ ହେଉଥିବା ରୋଗକୁ କିପରି ଆମେ ସମସ୍ୟାର ସମ୍ମୁଖୀନ କରିପାରିବା? ହଁ, ଓଦା ଗାମୁଛାକୁ ପାଖରେ ରଖିବା, ପାଣି ବୋତଲ ପାଖରେ ରଖିବା ଯେତେବେଳେ ଆମେ ବାହାରକୁ ଯିବା। ଏହିପରି ଭାବରେ ଆମେ ବିଭିନ୍ନ ସମସ୍ୟାକୁ ସମ୍ମୁଖୀନ ହେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବା। ବିଭିନ୍ନ ପରିବେଶ ଅନୁକୂଳ ବ୍ୟବହାରର ଆବଶ୍ୟକତାକୁ ମଧ୍ୟ ଏହା ପ୍ରୋତ୍ସାହନ ଦେଇଥାଏ। ଏହା ସ୍ଥିରତା ବା ପ୍ରତିରୋଧକାରୀ କ୍ଷମତା ସୃଷ୍ଟି ତଥା ପରିବର୍ତ୍ତିତ ପରିସ୍ଥିତିରେ ଗୋଷ୍ଠୀ ସହ ଖାପ ଖୁଆଇ ଚଳିବା ପାଇଁ ସାମର୍ଥ୍ୟ ଦେଇଥାଏ। ଏଥିରୁ ଆମେ କଣ ଜାଣିଲେ? ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେବା ପାଇଁ ନିଜକୁ ପ୍ରସ୍ତୁତ କରିବା ଓ ଅନ୍ୟମାନଙ୍କୁ ଖାପ ଖୁଆଇ ଚଳିବା ପାଇଁ ସାହାଯ୍ୟ କରିବା ଓ ସେମାନଙ୍କୁ ସମର୍ଥ କରିବା। ତୁମେ ଜାଣିଛ କି ପିଲାମାନେ, ଭାରତ ସମେତ ପୃଥିବୀ ବ୍ୟାପୀ ବିଭିନ୍ନ ଦେଶର ସରକାର ଜଳବାୟୁ ଜନିତ କ୍ଷୟକ୍ଷତି ରୋକିବା ପାଇଁ ନିମ୍ନ ପଦକ୍ଷେପ ଗୁଡ଼ିକ ନେଉଛନ୍ତି। କଣ କଣ ନେଉଥିବେ? ହଁ, ତୁମେମାନେ ଠିକ ଚିନ୍ତା କରିଛ। ପ୍ରଥମଟି ହେଉଛି ବୃକ୍ଷରୋପଣ। ଗତ ମସିହାରେ 2025 ମସିହାରେ ତୁମେମାନେ ଜାଣିଥିବ ଭାରତ ସରକାର ଓ ଓଡ଼ିଶା ସରକାର ଏକ ପେଡ ଏକ ମା କେ ନାମ ମା ପାଇଁ ଗଛଟିଏ ଏକ ଇନିସିଏଟିଭ ଦ୍ୱିତୀୟ ସଂସ୍କରଣ ନେଇଥିଲେ। ଏହା ଦ୍ୱାରା ଅତ୍ୟଧିକ ପରିମାଣରେ ବୃକ୍ଷରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ ଦ୍ୱାରା ଜଳବାୟୁ ଜନିତ କ୍ଷୟକ୍ଷତି ରୋକାଯାଇ ପାରିବ। ଦ୍ୱିତୀୟ କାରଣଟି କଣ ହେଇଥିବ? ହଁ, ଠିକ ଚିନ୍ତା କରିଛ। ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି। ପିଲାମାନେ ଆମେ ଜାଣିବା
ନବୀକରଣ ଯୋଗ୍ୟ ଶକ୍ତି କଣ? ଯେଉଁ ଶକ୍ତି ଅସରନ୍ତି ହୋଇଥିବ, ଯେତେ ବ୍ୟବହାର କଲେ ମଧ୍ୟ ଏହା ସରିବ ନାହିଁ। ଯେପରି ଚିତ୍ରରେ ତୁମେ ଦେଖିପାରୁଥିବ ୱିଣ୍ଡ ଟର୍ବାଇନ୍ ବା ପବନ ଚକ୍ରୀ ଲଗାହେଇଛି। ଏହି ପବନ ଚକ୍ରୀ ପବନ ଶକ୍ତିକୁ ବ୍ୟବହାର କରି ଆମେ ବିଭିନ୍ନ କାର୍ଯ୍ୟରେ ଲଗାଇ ପାରିବା। ତା ସହିତ ସୋଲାର ପ୍ୟାନେଲ ବା ସୌର ଶକ୍ତି ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ଓ ଏହା ସହିତ ଭୂତାପଜ ଶକ୍ତି। ଭୂତାପଜ ଶକ୍ତି ଗୁଡ଼ିକ ହେଉଛି ଏକ ଅସରନ୍ତି ଶକ୍ତିର ଉତ୍ସ। ଏହି ନବୀକରଣ ଯୋଗ୍ୟ ଶକ୍ତିକୁ ଆମେ ବ୍ୟବହାର କରି ଜୀବାଶ୍ମ ଇନ୍ଧନର ଦହନକୁ ଜୀବାଶ୍ମ ଇନ୍ଧନ ଦହନର ପରିମାଣକୁ ଆମେ ରୋକିପାରିବା। ତୃତୀୟ କାରଣଟେ କଣ ହେଇଥିବ ଦେଖି? ହଁ, ସବୁଜ ଗ୍ୟାସ ନିର୍ଗମନ ହ୍ରାସ। ଆମେ ବିଭିନ୍ନ ପ୍ରକାର ନବୀକରଣ ଯୋଗ୍ୟ ଶକ୍ତିକୁ ବ୍ୟବହାର କରି ଜୀବାଶ୍ମ ଇନ୍ଧନ ଦହନର ଅନାବଶ୍ୟକ ପରିମାଣକୁ କମାଇ ପାରିବା। ଆଉ ତୃତୀୟ ପଦକ୍ଷେପଟି କଣ ହେଉଛି ଜାଣିଛ? ଧାରଣୀୟ ଜୀବନ ଧାରଣା। ଧାରଣୀୟ ଜୀବନ ଧାରଣା ବା ସଷ୍ଟେନେବୁଲ ଲାଇଫଷ୍ଟାଇଲ। ଆମେ କଣ କରିପାରିବା? ପ୍ରତ୍ୟେକ ମନୁଷ୍ୟ ନିଜର ଅତି ଆବଶ୍ୟକ ଆବର୍ଜନାକୁ ଯଥା ସମ୍ଭବ କମାଇବା। କିପରି କମାଇବା? ତୁମେ ମାନେ ଜାଣିଥିବ ଆମର 3R ସିଷ୍ଟମ କଣ? ରିୟୁଜ, ରିଡ୍ୟୁସ ଓ ରିସାଇକ୍ଲ। ଆବର୍ଜନାକୁ ଆମେ ପୁନଃ ଚକ୍ରଣ ଯୋଗ୍ୟ କରିପାରିବା। ଏଥିସହିତ କଣ କରିପାରିବା? ଆଞ୍ଚଳିକ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଋତୁଜାତୀୟ ଫସଲ ଗୁଡ଼ିକୁ ବ୍ୟବହାର କରିବା। କୃଷି କ୍ଷେତ୍ରରେ ରାସାୟନିକ କ୍ଷତିକାରକ ସାରକୁ ବ୍ୟବହାର ନ କରି ଜୈବିକ ସାରର ବ୍ୟବହାର କରିବା। କମ୍ ପ୍ରଦୂଷଣଯୁକ୍ତ ହେଉଥିବା ଯାନବାହନକୁ ବ୍ୟବହାର କରିବା। ନବୀକରଣ ଶକ୍ତିର ଉତ୍ସ ଯଥା ସୌରଶକ୍ତି, ପବନ ଶକ୍ତିକୁ ବ୍ୟବହାର କରିବା। ଏହିପରି ଭାବରେ ଆମେ ଧାରଣୀୟ ଜୀବନ ଧାରଣା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଜନିତ କ୍ଷୟକ୍ଷତିକୁ ରୋକିପାରିବା। କିନ୍ତୁ ପିଲାମାନେ ଏହି ସବୁ ଅଧିକାଂଶ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ଓ ଅଧିକ ଉପଭୋଗ ଆଦି ଇଚ୍ଛାର ବିରୁଦ୍ଧାଚରଣ କରୁଛି। ଯେପରି ଏକ ଉଦାହରଣ ସ୍ୱରୂପ ଆମେମାନେ ବା ନିଜର ଯାନବାହନ ବ୍ୟବହାର ନ କରି ପବ୍ଲିକ ଟ୍ରାନ୍ସପୋର୍ଟ ଯଥା ବସ୍ ଇତ୍ୟାଦିର ବ୍ୟବହାର କରିବା, ଯାହାଦ୍ୱାରା କଣ ହେବ? ବାୟୁମଣ୍ଡଳକୁ କମ୍ ପ୍ରଦୂଷିତ ହୋଇପାରିବ। ଆ ସହିତ ଆଉ କଣ କରିପାରିବା? ନିଜର ଅତି ଆବଶ୍ୟକ ନଥିବା ଜିନିଷକୁ ବ୍ୟବହାର କରିବା ଯଥା ସମ୍ଭବ କମ୍ କରିପାରିବା। ପିଲାମାନେ ଏବେ ଆସ ଜାଣିବା ବିଷୟରେ ଥିବା ନୂତନ ଶବ୍ଦ। ପ୍ରଥମଟି ହେଉଛି ପୁନରୁଦ୍ଧାର ବା ରେଜିଲେନ୍ସ। ସମସ୍ୟା ସହ କରିବା କିମ୍ବା ଶୀଘ୍ର ପୂର୍ବାବସ୍ଥାନକୁ ଫେରାଇ ଆଣିବାକୁ ପୁନରୁଦ୍ଧାର କୁହାଯାଏ। ଦ୍ୱିତୀୟଟି ହେଉଛି ପ୍ରଶମନ ବା ମିଟିଗେସନ। ବିଶ୍ୱ ତାପମାତ୍ରାକୁ କ୍ରମଶଃ କମାଇବା ଏବଂ ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକୁ ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶମନ କୁହାଯାଏ। ତୃତୀୟଟି ସ୍ଥାୟୀ ସଷ୍ଟେନେବୁଲ। କୌଣସି ଜିନିଷକୁ ଦୀର୍ଘ ସମୟ ଧରି ବଜାଇ ରଖିବାକୁ ସ୍ଥାୟୀ କୁହନ୍ତି। ପିଲାମାନେ ଏହି ବିଷୟରୁ ଆମେ କଣ ଜାଣିଲେ? ଆସ ନିଜକୁ ପରୀକ୍ଷା କରି ଦେଖିବା। ପ୍ରଥମ ପ୍ରଶ୍ନ, ଜଳବାୟୁରେ ଉଲ୍ଲେଖନୀୟ ପରିବର୍ତ୍ତନକୁ ଡ୍ୟାଶ କୁହାଯାଏ? ଠିକ କହିଛ, ଜଳବାୟୁ ପରିବର୍ତ୍ତନ କୁହାଯାଏ। ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେଲା ଦେଖି। ପୃଥିବୀକୁ ଯଥେଷ୍ଟ ଉଷ୍ମ ରଖିବାରେ ଡ୍ୟାଶ ସାହାଯ୍ୟ କରେ? ଠିକ ଚିନ୍ତା କରିଛ, ସବୁଜ ଗୃହ ପ୍ରଭାବ। ଏବେ ତୃତୀୟ ପ୍ରଶ୍ନ ଟିକେ ଦେଖିବା।
2025 ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ଡ୍ୟାସ୍‌ରୁ ଡ୍ୟାସ୍ ଡିଗ୍ରୀ ବୃଦ୍ଧି ପାଇଛି। ଠିକ୍ କହିଛ। 1 ଡିଗ୍ରୀ ସେଲ୍ସିୟସ୍‌ରୁ 3 ଡିଗ୍ରୀ ସେଲ୍ସିୟସ୍। ଏବେ ଶେଷ ପ୍ରଶ୍ନର ଉତ୍ତର ଦେଲ ଦେଖି। ନିମ୍ନୋକ୍ତ ଚିତ୍ର ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ନୁହେଁ? ପ୍ରଥମ ଚିତ୍ରଟି ହେଉଛି ବନ୍ୟକ୍ଷୟ, ଦ୍ୱିତୀୟଟି ହେଉଛି ଶିଳ୍ପୀକରଣ, ତୃତୀୟଟି ହେଉଛି ବୃକ୍ଷରୋପଣ। ଏବେ ଚିନ୍ତା କରି କୁହ, କେଉଁଟି ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ନୁହେଁ? ଠିକ୍ କହିଛ, ବୃକ୍ଷରୋପଣ। ପିଲାମାନେ, ଆଜି ଆମେ କ'ଣ ଶିଖିଲେ? ଜଳବାୟୁ ପରିବର୍ତ୍ତନ କାହାକୁ କୁହାଯାଏ? ଜଳବାୟୁ ପରିବର୍ତ୍ତନ କିପରି ପ୍ରଭାବିତ ହୁଏ? ସବୁଜ ଗୃହ ପ୍ରଭାବ, ସବୁଜ ଗୃହ ଗ୍ୟାସ୍, ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର କ୍ଷୟକ୍ଷତି ହ୍ରାସ କରିବା ପାଇଁ କି ପଦକ୍ଷେପ ନେବା? ଆଶା କରୁଛି ତୁମେମାନେ ଏ ପାଠଟିକୁ ଭଲରେ ମନ ଦେଇ ପଢ଼ିଥିବ, ମନ ଦେଇ ବୁଝିଥିବ ଓ କାର୍ଯ୍ୟରେ ଲଗାଇବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।